ଯେ କୌଣସି ଦଳ ଚାଟୁକାର ଏବଂ ବଚସ୍କର ମାନଙ୍କୁ ନେଇକି ବଢ଼ି ପାରିବ ନାହିଁ। ଚାଟୁକାରିତା ବଚସ୍କାରିତା ଇଏ ଗୋଟେ ଦଳର ଅଗ୍ରଗତି କ୍ଷେତ୍ରରେ ଅଭିବୃଦ୍ଧି କ୍ଷେତ୍ରରେ ସବୁଠୁ ବଡ଼ ବିପଦ। ମୋତେ ସେୟା ଲାଗୁଛି। ମୁଁ ଏବେ ରିସେଣ୍ଟଲି ଦେଖୁଛି ଅମିୟ ପାଣ୍ଡବକୁ ଅଣ୍ଡିମ ପାଣ୍ଡବ ସେ ଛାଡ଼ିଲେ ପାର୍ଟି। ଆଜି ଦେଖିଲି ପ୍ରଶାନ୍ତ ଶତପଥୀ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଅଭିବକ୍ତା ଆମ ଦଳର ସୁନ୍ଦର ଉପସ୍ଥାପନ କରନ୍ତି ଦଳର କଥାକୁ ଆଦର୍ଶକୁ ନୀତିକୁ ସେ ମଧ୍ୟ ପାର୍ଟି ଛାଡ଼ିଲେ ଏବଂ ନିକଟ ଅତୀତରେ ଅନେକ ଲୋକ ଯେଉଁମାନେ କି ପାର୍ଟି ସହିତ ଆଉ ସମ୍ପୃକ୍ତ ହେଇକି ରହିନାହାନ୍ତି ନ ଛାଡ଼ି ପାରନ୍ତି କିନ୍ତୁ ରହିନାହାନ୍ତି ସେଇଟା ଗୋଟେ ବହୁତ ବଡ଼ ସମସ୍ୟା ଆମ ଦଳ ପାଇଁ। ମୁଁ ଆଶା ରଖିବି ଯେଉଁ ଯୌଥ ନେତୃତ୍ୱ ଜଣେ ମୁଁ ଆଇ ଏମ୍ ଦି ଷ୍ଟେଟ୍ ଆଇ ଏମ୍ ଦି କିଙ୍ଗ এই ପଲିସି କଲେ ଚାଲିବନି ପାର୍ଟି ଚାଲେନି। ଏବଂ ଯଦି ଆପଣ ଦେଖିବେ କଂଗ୍ରେସ ଦଳର ଇତିହାସକୁ ଦେଖିବେ ମୁଁ ଲେଖିଛି ମୋ ଉତ୍ତର ଲେଖିଛି ମଧ୍ୟ ଏମିତି ସମୟ ହେଇଛି ଯେଉଁଠି ମହାତ୍ମା ଗାନ୍ଧୀ ସୁଭାଷ ବୋଷଙ୍କ ଭିତରେ ମଧ୍ୟ ମତାନ୍ତର ହେଇଛି କିନ୍ତୁ ଦଳ ତାଙ୍କୁ ଆକୋମୋଡେଟ୍ କରିଛି ସାଙ୍ଗରେ ନେଇକି ଚାଲିଛି ଲାର୍ଜର ଇଣ୍ଟରେଷ୍ଟ ପାଇଁ। ଆଜି ଦିନରେ ଭାରତବର୍ଷ ରାଜନୀତି କହନ୍ତୁ ଓଡ଼ିଶା ରାଜନୀତି କହନ୍ତୁ ଏ ରାଜନୀତିରେ ଯେଉଁ ବିପଦ ଗୁଡ଼ିକ ଆମ ସାମ୍ନାକୁ ଆସୁଛି ତାକୁ ପ୍ରତିହତ କରିବାକୁ ହେଲେ ଆମକୁ ଗୋଟେ ବ୍ୟାପକ ଗୋଟେ ମଞ୍ଚ ବା ବ୍ୟାପକତା ନେଇକି ଆମକୁ ଲଢ଼ିବାକୁ ପଡ଼ିବ। ଆମକୁ ନିର୍ଦ୍ଧାରଣ କରିବାକୁ ପଡ଼ିବ ଯେ ଆମ